ତୁମର ଆଶୀର୍ବାଦକୁ ଜାଣ ଏବଂ ସ୍ୱୀକାର କର, କାରଣ ଏହି ଦୁନିଆରେ ଏତେ ସାରା ଲୋକ ଅଛନ୍ତି ଯେଉଁମାନେ ତୁମ ପରି ଭାଗ୍ୟଶାଳୀ ନୁହନ୍ତି। ସର୍ବଦା ନିଜ ପିତାମାତାଙ୍କର ସମ୍ମାନ କର ଏବଂ ଭଲ ପାଅ ଯେଉଁଭଳି ଏବେ କରୁଛ। ସେମାନଙ୍କର ଆଶୀର୍ବାଦରୁ ଯାହା ଆଜି ତୁମ ପାଖରେ ଅଛି ସେସବୁକୁ ତୁମେ ହାସଲ କରିବାରେ ସକ୍ଷମ ହୋଇଛ। ତେଣୁ ତୁମ ପିତାମାତା ଦେଇଥିବା ଶିକ୍ଷାକୁ ସର୍ବଦା ମନେ ରଖ। ଯାହା ସବୁ ସେମାନେ ତୁମର ବାଲ୍ୟକାଳରୁ ଶିଖାଇ ଆସିଛନ୍ତି ତାହା ସ୍ୱଚ୍ଛତା ବଜାୟ ରଖିବା ଭଳି ଏକ ଛୋଟ କଥା ହେଉ କିମ୍ବା କେବେ ବି କାହା ସହିତ ବିଶ୍ୱାସଘାତକତା ନ କରିବା ଭଳି ଏକ ବଡ଼ ଶିକ୍ଷା ହେଉ, କାରଣ ତୁମେ ଯେଉଁଭଳି କରିବ ଦିନେ ନା ଦିନେ ତୁମ ସହିତ ସମାନ ଘଟଣା ଘଟିବ। ଯଦି ତୁମେ ଏହି କଥାଗୁଡ଼ିକୁ ମନେ ରଖ ଏବଂ ତୁମ ଜୀବନରେ ଗ୍ରହଣ କର, ତେବେ ତୁମେ କଦାପି ସଠିକ୍ ପଥରୁ ବିଚ୍ୟୁତ ହେବ ନାହିଁ। ଏବେ ସମୟ ଆସିଯାଇଛି ମୋ ପିଲାମାନଙ୍କର, ତୁମେ ଜଟିଳରୁ ଜଟିଳ ପରିସ୍ଥିତିରେ ମଧ୍ୟ ଶାନ୍ତ ରହିବା ଶିଖିଯାଅ। ଚ୍ୟାଲେଞ୍ଜ ଗୁଡ଼ିକ ଯେତେ କଠିନ ହେଉନା କାହିଁକି, ପରିସ୍ଥିତି ଗୁଡ଼ିକ ଯେତେ ଅନୁକୂଳ ହେଉନା କାହିଁକି, ଲୋକମାନେ ତୁମର ଯେତେ ପରୀକ୍ଷା ନିଅନ୍ତୁ ନା କାହିଁକି ଏବଂ ଭୟ ତୁମକୁ ଚାରି ତରଫରୁ ଯେତେ ଘେରି ନେଉ ପଛେ, ବାହ୍ୟ ପରିସ୍ଥିତି ଯାହା ହେଉନା କାହିଁକି ପିଲାମାନେ ସର୍ବଦା ନିଜ ଭିତରେ ଅସୀମ ଶାନ୍ତି ଏବଂ ସୁଖର ସ୍ଥିତି ବଜାୟ ରଖ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।